ଆଜିଠୁ ସଂସଦରେ ଶୀତ ଅଧିବେଶନ ଆରମ୍ଭ। ଏସ୍ଆର୍ କୁ ନେଇ ଜୋରଦାର ହଙ୍ଗାମା ହେବାର ଅଛି। ଏହା 19 ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଗତକାଲି ସର୍ବଦଳୀୟ ବୈଠକ ବସିଥିଲା। ଏଥିରେ 50 ନେତାମାନେ ସାମିଲ ହୋଇଥିଲେ। 36ଟି ଦଳର ବାସହୀନଙ୍କୁ ଘର ପାଇଁ ତୁରନ୍ତ ଜମି ଦିଅ ସରକାର। ଗତକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ୱାନ୍ଡେ ଟୁର୍ଣ୍ଣାମେଣ୍ଟ ରାଞ୍ଚିର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ ଦକ୍ଷିଣ ଆଫ୍ରିକା ସାମ୍ନାରେ 349 ରନ୍ର ଟାର୍ଗେଟ ଦେଇଥିଲା। ଜବାବରେ ସାଉଥ ଆଫ୍ରିକା ଟିମ୍ 332 ରନ୍ କରିବାକୁ ସମର୍ଥନ ହୋଇଥିଲା। ଗତକାଲିର ମ୍ୟାଚ୍ରେ ହିଟମ୍ୟାନ୍ ରୋହିତ ଶର୍ମା ସର୍ବାଧିକ ଛକା ମାରିବାର ରେକର୍ଡ ସୃଷ୍ଟି କରିଥିଲେ। ଏହା ପାକିସ୍ତାନର ସହିଦ ଆଫ୍ରିଦିଙ୍କୁ ଟପିଥିଲେ। ବିରାଟ କୋହଲି କ୍ୟାରିୟରର 52ତମ ଶତକ ମାରିଥିଲେ। ସେ ସଚିନଙ୍କୁ ମଧ୍ୟ ଟପି ଯାଇଥିଲେ। କିସ୍ ବିଶ୍ୱବିଦ୍ୟାଳୟର 5ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 4 ଦିନ ପରେ ଶୀତ ବଢ଼ିବାର ସମ୍ଭାବନା ଅଛି। ଆଜି ବାରବାଟୀ ଷ୍ଟାଡିୟମରେ ଭାରତ ଦକ୍ଷିଣ ଆଫ୍ରିକା T20 ମ୍ୟାଚ୍ ପାଇଁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ ଦିନ 2ଟାରେ। ମାଓ ଦମନ ପାଇଁ ଜଙ୍ଗଲରେ ଅପରେସନ୍ ଜୋରଦାର ଚାଲିଛି। ଆଠଗଡ଼ରେ ଆଳୁ ବିହନ ବାଣ୍ଟିଲେ ଉପମୁଖ୍ୟମନ୍ତ୍ରୀ। ଖୁବ୍ ଶୀଘ୍ର ଶୀତଳ ଭଣ୍ଡାର ପୁନରୁଦ୍ଧାର ହେବ। ଅଙ୍ଗନବାଡ଼ିରେ ବୁଲା କୁକୁର ଓ ଗାଈଗୋରୁ ନ ପଶିବା ପାଇଁ ଖୁବ୍ ଶୀଘ୍ର ପାଚେରୀ ଠିଆ ହେବ। ଆଜି ବିଶ୍ୱ ଏଡ୍ସ ଦିବସ। ସଚେତନତା ପାଇଁ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ଜାରି। ଦକ୍ଷିଣ ଭାରତରେ ବାତ୍ୟାର ତାଣ୍ଡବ। ସବସ୍କ୍ରାଇବ୍ କରିବେ।